ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର୍ ପିଲାମାନେ, +2 ସେକେଣ୍ଡ ଇୟର୍ ଆର୍ଟ୍ସ ପିଲାମାନଙ୍କୁ ସ୍ୱାଗତ କରୁଛି। ଯେଉଁମାନଙ୍କର ହିଷ୍ଟ୍ରି ଏକ୍ଜାମ୍ ଆଜି ଅଛି ପିଲାମାନେ, ତ ହିଷ୍ଟ୍ରି ଏକ୍ଜାମ୍ ସମସ୍ତଙ୍କୁ ଅଲ୍ ଦି ବେଷ୍ଟ, ଗଡ଼୍ ବ୍ଲେସ୍ ୟୁ ପିଲାମାନେ, କେହି ବି ନର୍ଭସ୍ ହେବନି। ତ ଆଜି ହିଷ୍ଟ୍ରି ଏକ୍ଜାମ୍, ତ ଚାଲ ଆମେ ଷ୍ଟାର୍ଟ କରିବା। ତ 100 ମାର୍କ ଗୋଟେ ମାରାଥନ୍ କ୍ଲାସ୍, 100 ମାରାଥନ୍ କ୍ଲାସ୍ ପଢ଼ିକି ଯିବ, ନିଶ୍ଚିନ୍ତ ତା ଭିତରେ ଆସିବ। ତ ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନ୍କୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ୍ ପାଇଁ, ଲାଇକ୍ ସେୟାର କରିଦେବ। ତ ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି, ମୁଦ୍ରା ଅନୁଧ୍ୟାନ ପଦ୍ଧତିକୁ କ'ଣ କୁହାଯାଏ? ମୁଦ୍ରା ଅନୁଧ୍ୟାନ ପଦ୍ଧତିକୁ କ'ଣ କୁହାଯାଏ? ମୁଦ୍ରା ତତ୍ତ୍ୱ, ଇପିଗ୍ରାଫି, ଅଭିଲେଖାଗାରୀ ଅଧ୍ୟୟନ, ପ୍ରାଚୀନ କାଳର ଅବଶେଷର ଅନୁଧ୍ୟାନ। କ'ଣ ହେବ ନା ମୁଦ୍ରା ଅଧ୍ୟୟନ ପଦ୍ଧତିକୁ ମୁଦ୍ରା ତତ୍ତ୍ୱ କୁହାଯାଏ। କ'ଣ ନା ମୁଦ୍ରା ତତ୍ତ୍ୱ। ନେକ୍ସଟ, ହରପ୍ପା ସଭ୍ୟତା କେବେ ଆବିଷ୍କୃତ ହୋଇଥିଲା? ହରପ୍ପା ସଭ୍ୟତା କେବେ? 1920, 1921, 1922, 1923। ହରପ୍ପା ସଭ୍ୟତା କେବେ ହେଇଥିଲା ନା 1922। ନେକ୍ସଟ, ନିମ୍ନୋକ୍ତ କେଉଁ ନଦୀ ଦ୍ୱାରା ପାଞ୍ଚାଳ ରାଷ୍ଟ୍ର ବିଭକ୍ତ ହୋଇଥିଲା? ନିମ୍ନୋକ୍ତ କେଉଁ ନଦୀ ଦ୍ୱାରା ପାଞ୍ଚାଳ ରାଷ୍ଟ୍ର ବିଭକ୍ତ ହେଲା? କେଉଁ ନଦୀ ବୋଲେ? ଗଙ୍ଗା, ଯମୁନା, ସରସ୍ୱତୀ, ଗୋଦାବରୀ। କ'ଣ ହବ ନା ହବ ଅପସନ୍ ଆଇ, ଗଙ୍ଗା। ନେକ୍ସଟ, ମହାବୀର ଜୈନ ଧର୍ମର କେତେତମ ତୀର୍ଥଙ୍କର ଅଟନ୍ତି? ମହାବୀର ଜୈନ ଧର୍ମର କେତେତମ ତୀର୍ଥଙ୍କର ଅଟନ୍ତି? 23ତମ ନା 24ତମ ନା 22ତମ ନା 20ତମ? କେତେତମ ନା 24ତମ, ଯୋଉଟା ହବ ଅପସନ୍ ଡବଲ୍ ଆଇ। ନେକ୍ସଟ, କଳିଙ୍ଗ ଯୁଦ୍ଧ କେଉଁ ଦୁଇ ରାଜ୍ୟ ମଧ୍ୟରେ ସଂଘଟିତ ହେଲା? କଳିଙ୍ଗ ଯୁଦ୍ଧ କେଉଁ ଦୁଇ ରାଜ୍ୟ? ମଗଧ କଳିଙ୍ଗ, ମଗଧ କୋଶଳ, ମଗଧ କାଶୀ, କାଶୀ କଳିଙ୍ଗ। କ'ଣ ହବ ନା ମଗଧ ଓ କଳିଙ୍ଗ। ନେକ୍ସଟ, ଗୁପ୍ତ ବଂଶର ପ୍ରଥମ ଶକ୍ତିଶାଳୀ ସମ୍ରାଟ କିଏ? ଗୁପ୍ତ ବଂଶର ପ୍ରଥମ ଶକ୍ତିଶାଳୀ ସମ୍ରାଟ ଶ୍ରୀଗୁପ୍ତ, ସମୁଦ୍ରଗୁପ୍ତ, ପ୍ରଥମ ଚନ୍ଦ୍ରଗୁପ୍ତ, ସ୍କନ୍ଦଗୁପ୍ତ। କ'ଣ ହବ ନା ପ୍ରଥମ ଚନ୍ଦ୍ରଗୁପ୍ତ। ନେକ୍ସଟ, ଇବାନ ବତୁତାଙ୍କ ଲିଖିତ ଗ୍ରନ୍ଥ ରିହାଲା କେଉଁ ଭାଷାରେ ଲେଖାଯାଇଥିଲା? ଇବନ ବତୁତାଙ୍କ ଲିଖିତ ଗ୍ରନ୍ଥ ରିହାଲା କେଉଁ ଭାଷା? ସଂସ୍କୃତ, ଆରବୀ, ହିନ୍ଦୀ, ପାର୍ସୀ। କ'ଣ ହବ ନା ଆରବୀ। ନେକ୍ସଟ, ଉଲେମା କିଏ? ପିଲାମାନେ ଉଲେମା କିଏ? ସାମରିକ ବିଭାଗ ମନ୍ତ୍ରୀ, ମୁସଲମାନ ଧର୍ମତତ୍ତ୍ୱବିଦ୍, ରାଜସ୍ୱ ବିଭାଗ ମନ୍ତ୍ରୀ ନା ପ୍ରଧାନମନ୍ତ୍ରୀ? ତ ପିଲାମାନେ ଉଲେମା କିଏ? ଉଲେମା କିଏ ନା ମୁସଲମାନ ଧର୍ମ ତତ୍ତ୍ୱବିଦ୍। ନେକ୍ସଟ, ଦିନ୍ ଇ ଇଲାହି ଧର୍ମର ପ୍ରତିଷ୍ଠାତା କିଏ ଥିଲେ? ଦିନ୍ ଇ ଇଲାହି ଧର୍ମର ପ୍ରତିଷ୍ଠାତା ବାବର, ଆକବର, ହୁମାୟୁନ, ଶାହଜାହାନ। କ'ଣ ହବ ନା ଆକବର, ଯୋଉଟା ହବ ଅପସନ୍ ଡବଲ୍ ଆଇ। ନେକ୍ସଟ, ଆମ ଦେଶର ସାମ୍ବିଧାନିକ ମୁଖ୍ୟ କିଏ? ଆମ ଦେଶର ସାମ୍ବିଧାନିକ ମୁଖ୍ୟ କିଏ? ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି, ଉପରାଷ୍ଟ୍ରପତି। କ'ଣ ହବ ନା ଆମ ଦେଶର ସାମ୍ବିଧାନିକ ମୁଖ୍ୟ ହେଲେ ରାଷ୍ଟ୍ରପତି। କ'ଣ ନା ରାଷ୍ଟ୍ରପତି। ନେକ୍ସଟ, ସିପାହୀ ବିଦ୍ରୋହ ସମୟରେ ଭାରତର ଗଭର୍ଣ୍ଣର ଜେନେରାଲ କିଏ ଥିଲେ? ସିପାହୀ ବିଦ୍ରୋହ ସମୟରେ ଭାରତର ଗଭର୍ଣ୍ଣର ଜେନେରାଲ କିଏ ଥିଲେ? ଲର୍ଡ ୱେଲସ୍ଲି, ଲର୍ଡ କ୍ୟାନିଂ, ଲର୍ଡ ଡେଲହାଉସି, ଲର୍ଡ ରିପନ। କ'ଣ ହବ ନା ଲର୍ଡ କ୍ୟାନିଂ। ନେକ୍ସଟ, ଭାରତରେ ପ୍ରଥମ ଜନଗଣନା ପାଇଁ କେବେ ଉଦ୍ୟମ କରାଯାଇଥିଲା? ଭାରତର ପ୍ରଥମ ଜନଗଣନା ପାଇଁ କେବେ ଉଦ୍ୟମ କରାଯାଉଥିଲା? 1872, 1879, 1875 ନା 1876? ପିଲାମାନେ ଭାରତରେ ପ୍ରଥମ ଜନଗଣନା ପାଇଁ କେବେ ନା 1872 ମସିହା। ନେକ୍ସଟ, ଡଚ୍ ମାନେ ଭାରତରେ କେଉଁଠାରେ ବାଣିଜ୍ୟ କୋଠି ନିର୍ମାଣ କରିଥିଲେ? ଡଚ୍ ମାନେ ପାତିଆଲା, ପଣ୍ଡିଚେରୀ, ମଛଲିପଟ୍ଟନମ, ଚନ୍ଦ୍ରଗିରି। କ'ଣ ହବ ନା ଡଚ୍ ମାନେ ଭାରତରେ ମଛଲିପଟ୍ଟନମ ନିର୍ମାଣ କରିଥିଲେ। ନେକ୍ସଟ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରଥମେ କେତୋଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା? 5ଟି, 6ଟି, 7ଟି, 8ଟି। କେତୋଟି ଜିଲ୍ଲା ନା 6ଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା। ନେକ୍ସଟ, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ନିମ୍ନୋକ୍ତ କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ? 1892, 1996,
1886 1916 କେବେ ହବ ନା 1892। ନେକ୍ସଟ 0 ସ୍ଥାନ ହୀନଯାନ ମହାଯାନ ଡ୍ୟାଶ ଧର୍ମର ଦୁଇଟି ଗୋଷ୍ଠୀ। ହୀନଯାନ ମହାଯାନ କେଉଁ ଧର୍ମ ନା ବୌଦ୍ଧ। ନେକ୍ସଟ ମୋଗଲ ସାମ୍ରାଜ୍ୟର ଭ୍ରମଣ ବୃତ୍ତାନ୍ତ ପୁସ୍ତକର ରଚୟିତା କିଏ ନା ଫ୍ରାଙ୍କେଇସ୍ ବର୍ନିୟର। ନାନକଙ୍କ ବାଣୀ ଡ୍ୟାଶରେ ସନ୍ନିବେଶିତ ହୋଇଛି। ନାନକଙ୍କ ବାଣୀ ଡ୍ୟାଶର ବାଣୀ ଗ୍ରନ୍ଥ ସାହିବ। କଣ ନା ଗ୍ରନ୍ଥ ସାହିବ। ନେକ୍ସଟ ଗୋପବନ୍ଧୁଙ୍କୁ ନେତୃତ୍ୱରେ ପ୍ରଥମ ଥର ପାଇଁ ଡ୍ୟାଶ ଠାରେ ବନବିଦ୍ୟାଳୟ ସ୍ଥାପିତ ହୋଇଥିଲା। କେଉଁଠାରେ ବନବିଦ୍ୟାଳୟ ନା ସାକ୍ଷୀ ଗୋପାଳ। କେଉଁଠାରେ ନା ସାକ୍ଷୀ ଗୋପାଳ ଠାରେ। ନେକ୍ସଟ ଭାରତୀୟ ସମ୍ବିଧାନର ସଂଶୋଧନ ପଦ୍ଧତି ଡ୍ୟାଶ ଧାରାରେ ବର୍ଣ୍ଣିତ। କେଉଁ ଧାରା ନା 368 ଧାରା। ଡ୍ୟାଶ ଜୈନ ଧର୍ମର 24ତମ ତୀର୍ଥଙ୍କର। ଡ୍ୟାଶ ଜୈନ ଧର୍ମର 24ତମ ତୀର୍ଥ କଣ ହବ ନା ମହାବୀର। ନେକ୍ସଟ ମାମୁଦ ଖ୍ୱାରିଜିମ ଅଧିକାର କରି ଡ୍ୟାଶକୁ ବନ୍ଦୀ କରି ଗଜନୀକୁ ନେଇ ଆସିଥିଲେ। ମାମୁଦ ଖ୍ୱାରିଜିମ ଅଧିକାର କରି ଡ୍ୟାଶକୁ ବନ୍ଦୀ କରି କାହାକୁ ବନ୍ଦୀ କରି ନା ଆଲବିରୁଣୀ। କାହାକୁ ନା ଆଲବିରୁଣୀ। ନେକ୍ସଟ ମଙ୍ଗଳ ପାଣ୍ଡେ ଡ୍ୟାଶ ରେଜିମେଣ୍ଟର ସିପାହୀ ଥିଲେ। ମଙ୍ଗଳ ପାଣ୍ଡେ ନା ବଙ୍ଗଳା କଣ ହବ ନା ମଙ୍ଗଳ ପାଣ୍ଡେ ବଙ୍ଗଳା ରେଜିମେଣ୍ଟର ସିପାହୀ ଥିଲେ। ନେକ୍ସଟ ଭାରତର ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟର ସଂଖ୍ୟା ଡ୍ୟାଶ ଅଟେ। ଭାରତର ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟର ସଂଖ୍ୟା କେତେ ଅଟେ ନା 11। ନେକ୍ସଟ ଓଡ଼ିଶାରେ ହାଇକୋର୍ଟ ସ୍ଥାପନ ପାଇଁ ଡ୍ୟାଶ କମିଟି ପ୍ରସ୍ତାବ ଦେଇଥିଲା। କେଉଁ କମିଟି ହବାକ। କେଉଁ କମିଟି ନା ହବାକ କମିଟି ସ୍ଥାପିତ ଦେଇଥିଲା। ଶିଖ ମାନଙ୍କର ପବିତ୍ର ଧର୍ମଗ୍ରନ୍ଥର ନାମ କଣ। ଶିଖ ମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ନାମ ହେଲା ଗ୍ରନ୍ଥ ସାହେବ। ନେକ୍ସଟ ସନ୍ନ୍ୟାସୀ ବିଦ୍ରୋହ ଉପରେ ଡ୍ୟାଶ ଉପନ୍ୟାସ ଆଲୋକପାତ କରେ। ସନ୍ନ୍ୟାସୀ ବିଦ୍ରୋହ ଉପରେ ଡ୍ୟାଶ ଉପନ୍ୟାସ। କୋଉ ଉପନ୍ୟାସ ହବ ନା ଆନନ୍ଦ ମଠ। ନେକ୍ସଟ ଅସହଯୋଗ ଆନ୍ଦୋଳନ ସମୟରେ ଡ୍ୟାଶ ସମ୍ବଲପୁର ଜିଲ୍ଲାର ନେତୃତ୍ୱ ନେଇଥିଲେ। କେଉଁ ଡ୍ୟାଶ ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀ ନାରାୟଣ ମିଶ୍ର। ନେକ୍ସଟ ଡ୍ୟାଶ ଖ୍ରୀଷ୍ଟାବ୍ଦରେ ଶ୍ରୀମତୀ ସରଳା ଦେବୀ ବିଧାନସଭାକୁ ନିର୍ବାଚିତ ହୋଇଥିଲା। କେଉଁ ଖ୍ରୀଷ୍ଟାବ୍ଦରେ ହବ 1937 ଖ୍ରୀଷ୍ଟାବ୍ଦ। ଶେଷ କ୍ୱେଶ୍ଚିନ୍ ଡ୍ୟାଶ ଓଡ଼ିଶାର ପ୍ରଥମ ପ୍ରଧାନ କିଏ ନା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ। ଗ୍ରୁପ ବି ର 2 ମାର୍କିଆ ବାର୍ତ୍ତା କରିବ। ଆନ୍ସର ସହ ନେଇ ଆସିଛି। ଏ 3 ମାର୍କିଆ 6ଟା ତାପରେ ଇଏ 7 ମାର୍କିଆ। ଦେଖ ତା ଆନ୍ସର। ସ୍କ୍ରିନଶଟ ମାରିଦେବ ପିଲାମାନେ। ଦେଖ ତା ଆନ୍ସର। ତ ଏତିକି ଥିଲା ପିଲାମାନେ ତମର